ଆଜିର କାହାଣୀ ଗୋଟେ ପ୍ରେମ କାହାଣୀ। କାହାଣୀଟି ଆରମ୍ଭ ହୁଏ ଗୋଟେ ମନ୍ଦିର ପ୍ରାଙ୍ଗଣରୁ। ମନ୍ଦିରରେ ଶୋଭା ପାଆନ୍ତି ଶ୍ରୀ ରାଧାକୃଷ୍ଣ। ସକାଳେ ଆଳତି ହୁଏ। ପୂଜାରୀ ଆଳତି ଧରି ଭକ୍ତମାନଙ୍କ ପାଖକୁ ଯାଆନ୍ତି। ଭକ୍ତମାନେ ହାତ ନେଇ ଆଳତିକୁ ମଥାରେ ଲଗାନ୍ତି। ଏହି ସମୟରେ ଗୋଟେ ଝିଅ ପିଲାଟି, ବୟସ ତାର ପ୍ରାୟ ହେବ 20ରୁ 22, ଦୌଡ଼ି ଆସି ଠୋକିନି ଠାକୁରଙ୍କ ଦୁଆର ମୁହଁରେ ପଡ଼େ। ଭୋ ଭୋ ହୋଇ କାନ୍ଦିବାକୁ ଲାଗେ। ହେ ପ୍ରଭୁ, ମୁଁ ମୋ ଜୀବନ ହାରିଦେବି। ଆଉ ବଞ୍ଚିକି କ'ଣ ଲାଭ ଯେ? ଯାହାକୁ ମୁଁ ଭଲ ପାଉଥିଲି ମୋତେ ସେ ଧୋକା ଦେଇ ଚାଲିଗଲା। ସେ ତାର ନୂଆ ଜୀବନ ଆରମ୍ଭ କଲାଣି। ମୁଁ ତା ବିନା ବଞ୍ଚିପାରିବିନି। ମୁଁ ଯାଉଛି, ଆଜି ଆତ୍ମହତ୍ୟା କରିଦେବି। ଏସବୁ କଥା ମନ୍ଦିରର ପୂଜାରୀ ଶୁଣନ୍ତି। ଝିଅଟିକୁ ଡାକନ୍ତି, ମାରେ ଟିକେ ଶୁଣିଲୁ, କ'ଣ ହେଇଛି ତୋର? ଝିଅଟି ସବୁ କଥା ଗୋଟି ଗୋଟି କରି କହେ। ମନ୍ଦିର ପୂଜାରୀ କହନ୍ତି, ତୁ ଏଇ ପ୍ରେମ ପାଇଁ କାନ୍ଦୁଛୁ? ଏଇ ପ୍ରେମ ପାଇଁ ବାୟାଣୀଙ୍କ ଭଳିଆ ହେଉଛୁ? ଆତ୍ମହତ୍ୟା କରିବାକୁ ବାହାରିଛୁ? ଆ ମୋ ସାଙ୍ଗରେ ଆ। ମନ୍ଦିର ଭିତରକୁ ଝିଅଟିକୁ ନେଇଯାଇ ହାତ ବଢ଼େଇ ଦେଖାଇ ଦିଅନ୍ତି ଗୋଟେ ଯୁବକକୁ, ଯିଏକି ପାଗଳ ପ୍ରାୟ ହେଇଯାଇଥାଏ। ମନ୍ଦିର ପିଣ୍ଡିରେ ବସି ମନ ଇଚ୍ଛା ଗପୁଥାଏ। ମୁହଁରେ ଦାଢ଼ି ଭର୍ତ୍ତି, ଯେମିତି ତାର ସବୁକିଛି ସରିଯାଇଛି ସେଭଳି ଲାଗୁଥାଏ। ଝିଅଟି ପଚାରିଲା, ପୂଜାରୀ ଆଜ୍ଞା, ଏ ଜଣକ କିଏ? ପୂଜାରୀ ଜଣକ କହିଲେ, ମାରେ, ଆ ନାଁ ହେଉଛି ସନାତନ। ଜନ୍ମ ପରଠୁ ଆଜି ପର୍ଯ୍ୟନ୍ତ ସିଏ ଏଇ ମନ୍ଦିରରେ ତା ଦିନ କାଟିଛି। ତାର ସବୁଦିନ ଗୋଟାଏ କାମ, ସକାଳୁ ଠାକୁରଙ୍କ ପାଇଁ ଚନ୍ଦନ ଘୋରିବ, ମାଳା ଗୁନ୍ଥିବ, ଆଉ ଠାକୁରଙ୍କ ସାଙ୍ଗରେ ସାମ୍ନାରେ ବସି ଦୁନିଆ ଗପସପ କରିବ। ଏ କହ୍ନେଇ, ତୁ କେବେ ଆସିବୁ ରେ? ମୁଁ ତତେ ଟିକେ ପାଖରୁ ଦେଖନ୍ତି, ତୁ ଟିକେ ବଂଶୀ ବଜାନ୍ତୁ, ମୁଁ ଶୁଣନ୍ତି, ମୋ ହାତରେ ଚନ୍ଦନ ଘୋରି ତୋ ମଥାରେ ଲଗେଇ ଦିଅନ୍ତି, ତୁ ମୋତେ ଖୁଆଇ ଦିଅନ୍ତୁ, ମୁଁ ତତେ ଖୁଆଇ ଦିଅନ୍ତି, ତୋ କୋଳରେ ମଥା ରଖି ଟିକେ ଶାନ୍ତିରେ ଶୁଅନ୍ତି ରେ କହ୍ନେଇ। କେବେ ଆସିବୁ ରେ? ସବୁଦିନ ଏଇ ଗୋଟିଏ ପ୍ରଶ୍ନ ସନାତନ କୃଷ୍ଣକୁ ପଚାରେ ତାଙ୍କ ମୂର୍ତ୍ତି ସାମ୍ନାରେ ବସି। ଦିନକର ଘଟଣା, ସନାତନ ସବୁ ମନ୍ଦିରର କାମ ସାରିକି ପିଣ୍ଡି ଉପରେ ଶୋଇଥାଏ। ଖରାବେଳ ସମୟ। ତା କହିବା କଥା, କେହି ଗୋଟେ ଛୋଟ ପିଲାଟିଏ ତାକୁ ଆସି ଡାକିଲା। ସନାତନ ଉଠି ଦେଖେ ତ, ଗୋଟେ ଚୁଲବୁଲିଆ ପିଲାଟି, ମୁଣ୍ଡରେ ଗାମୁଛା ଭିଡ଼ିଛି, କାନ୍ଧରେ ଗାମୁଛା ପକେଇଛି, ଗୋଟେ ହଳଦିଆ କନାର ବସ୍ତ୍ର ପିନ୍ଧିଥାଏ। ସନାତନ ପାଖରେ ଆସି ବସେ। ସନାତନକୁ କହେ, କ'ଣ ଖାଇବାକୁ ଅଛି? ଦିଟା ଖାଇବାକୁ ଦବ? ସନାତନ କହେ, ତମେ କିଏ ମୁଁ ଜାଣିପାରିଲିନି ବାବା। ପିଲାଟି ପରିଚୟ ଦିଏ, ମୋ ନାଁ ଗୋବିନ୍ଦ, ଏଇ ପାଖ ଗାଁରେ ମୋ ଘର। ପଡ଼ିଆରେ ଖେଳୁଥିଲି, ଭୋକ ହେଲା ତ, ଘରକୁ ଗଲେ ଡେରି ହେବ, ସେଥିପାଇଁ ମନ୍ଦିରକୁ ଚାଲି ଆସିଲି କ'ଣ ଦିଟା ଖାଇବା ପାଇଁ। କ'ଣ ଦିଟା ଖାଇବାକୁ ଦିଅ ନା, ଭାରି ଭୋକ। ପିଲାଟି କଥାରେ ଯେମିତି ସନାତନ ହଜିଯାଏ, ମଜିଯାଏ। କହେ, ବାବାରେ, ତୋ କଥାରେ କି ମାଧୁର୍ଯ୍ୟତା ଅଛି ରେ। ଯେମିତି ଲାଗୁଛି ତୋ ସହିତ ମୋର ଆଜିକାଲିର ସମ୍ପର୍କ ନୁହଁ, ବହୁତ ପୁରୁଣା ସମ୍ପର୍କ। ତୋତେ ଭୋକ ହେଲାଣି, ଖାଇବୁ? ଅପେକ୍ଷା କର, ମୁଁ ଏଇ ଯାଉଛି, ଆସୁଛି। ସନାତନ ଉଠିକି ଭିତରକୁ ଯାଏ। ପ୍ରସାଦ ନେଇକି ଆସିଲା ବେଳକୁ ଗୋବିନ୍ଦ ଆଉ ନାହିଁ। ବିକଳ ହୋଇ ଏଣେ ତେଣେ ଖୋଜେ। ସେ ମନ୍ଦିରର ସାନ ପୂଜାରୀ ଆସି ପଚାରନ୍ତି, ଆରେ ସନାତନ, ତୋର କ'ଣ ହେଇଛି? କାହାକୁ ଖୋଜୁଛୁ? ନା ଗୋବିନ୍ଦ ଆସିଥିଲା, ମୋତେ ଖାଇବାକୁ ମାଗିଲା, ମୁଁ ନେଇକି ଆସିଲା ବେଳକୁ କୁଆଡ଼େ ପଳେଇଲାଣି, ଆଉ ନାହିଁ। ସାନ ପୂଜାରୀ କହନ୍ତି, ଗୋବିନ୍ଦ? ସେ କିଏ? ମୁଁ ତ ଏଇଠି ଚଳପ୍ରଚଳ କରୁଛି, କାହିଁ ମୁଁ ତ କାହାକୁ ଦେଖିନି। ନା ହଁ ସାନ୍ତେ ଆସିଥିଲା, କହିକି ଚାଲିଯାଏ। ଦିନ ପରେ ଦିନ ବିତି ଚାଲେ। ସନାତନ ସେମିତି ଗୁମ୍ ମାରି ବସେ। ଆଗ ଭଳିଆ ଆଉ ଚଳଚଞ୍ଚଳ ଲାଗେନି। ତାକୁ ସାନ ପୂଜାରୀ ଆସି ଖାଇବାକୁ ଦିଅନ୍ତି। ଆରେ ସନାତନ, ନେ ଖାଇଦେ, କେତେ ଆଉ ଉପାସ ରହିବୁ? ସନାତନ ଗୋଟିଏ କଥା କହେ, ନା ମ ନନା, କ'ଣ ଖାଇବି ଯେ? ଛୁଆଟା ମୋତେ ଆସି ଖାଇବାକୁ ମାଗୁଥିଲା, ଭୋକ ଉପାସରେ ଥିବ କ'ଣ କେଜାଣି, ସିଏ ଖାଇନି, ମୁଁ କେମିତି ଖାଇଦେବି ଯେ? ତମେ ଯାଅ ନନା, ମୁଁ ଖାଇପାରିବିନି। ଏମିତି କିଛି ଦିନ ବିତିଗଲା ପରେ ପୁଣି ଦିନେ ଖରାବେଳ ସମୟ। ଚନ୍ଦନ ଘୋରୁଛି, ଠକ୍ ଠକ୍ ଏଇ ଆଖିରୁ ଲୁହ ଗଡ଼ି ପଡ଼ୁଛି ସନାତନର। ଗୋବିନ୍ଦ ପୁଣି ଆସି ପହଞ୍ଚେ, ପାଖରେ ବସେ, ଛୁଇଁ ଦିଏ,
ସନାତନ ଯେତେବେଳେ ଦେଖିଦିଏ ଭାବ ବିହ୍ୱଳ ହେଇଯାଏ। ଏଇରେ ଗୋବିନ୍ଦ, ତୁ କେଉଁଠି ଥିଲୁ ରେ? ସେଦିନ କୁଆଡ଼େ ଗଲୁ ଯେ ମୁଁ ତତେ ଖୋଜି ଖୋଜି ପାଇଲିନି। ଏଗୁଡ଼ା କି କଥା କହିଲୁ? ହାଁ, ମୁଁ ତୋ ପାଇଁ ଖାଇବା ନେଇକି ଆସିଥିଲି, ତୁ ନ ଖାଇ ପଳେଇଲୁ। ରହ ମୁଁ ଯାଏ ତୋ ପାଇଁ ଖାଇବା ନେଇ ଆସେ। ଦୌଡ଼ିଗଲା, ଖାଇବା ନେଇକି ଆସିଲା, ପାଖରେ ବସି ପଡ଼ିଲା। କହିଲା ଆ ଗୋବିନ୍ଦ, ମୁଁ ତତେ ଖୋଇଦେବି। ଗୋବିନ୍ଦ କହିଲା ନା ମ, କି କଥା କହୁଛ ତମେ ପରା 4-5 ଦିନ ହେଲା ଖାଇନ, ଉପାସରେ ପଡ଼ିଛ। ଆସ ମୁଁ ତୁମକୁ ଆଗେ ଖୋଇଦେବି। ପ୍ରସାଦକୁ ହାତରେ ଗୋଳେଇ ଗୋବିନ୍ଦ ସନାତନକୁ ଖୁଆଇ ଦିଏ। ସନାତନ ଆଖିରୁ ଲୁହ ଠକ୍ ଠକ୍ ହେଇ ଗଳି ପଡ଼େ। ଗୋବିନ୍ଦ ହାତରେ ଧରିଥିଲା ଗୋଟେ ବଂଶୀ। ସନାତନ ପଚାରିଲା, ତତେ କ'ଣ ବଂଶୀ ବଜେଇ ଆସେ? ଗୋବିନ୍ଦ କହିଲା ହଁ, ମୁଁ ବହୁତ ବଢ଼ିଆ ବଂଶୀ ବଜାଏ। ଆଉ ମୁଁ କାଳେ ବଂଶୀ ବଜେଇଲେ ସମସ୍ତେ ବିମୋହିତ ହୋଇଯାଆନ୍ତି ବୋଲି ଲୋକେ କହନ୍ତି। ସନାତନ କହିଲା ତାହେଲେ ବଜା ବଜା, ମୁଁ ଟିକେ ଶୁଣେ। ଗୋବିନ୍ଦ ବଂଶୀ ବଜେଇବାକୁ ଆରମ୍ଭ କଲା। ଆଃ, କି ସୁନ୍ଦର ସେ ବଂଶୀ ସ୍ୱନ! ଚତୁର୍ଦ୍ଦିଗ ଯେମିତି ପୁଲକିତ ହୋଇ ଉଠିଲା। କି ଭାବ ଥିଲା ସେ ବଂଶୀରେ! ସତରେ କି ମୋହନ ବଂଶୀ ବାଜି ଉଠିଛି। ଛାତି ଭିତର କ'ଣ ହେଇଗଲା ସନାତନର। ଠକ୍ ଠକ୍ ହେଇ କାନ୍ଦି ପକାଉଥାଏ ସନାତନ। ଗୋବିନ୍ଦର ଗାଲକୁ ଆଉଁସି ପକାଉଥାଏ। ପଦିଏ କହିଲା, ଏ ଗୋବିନ୍ଦ, ତୁ ସତ କହ, ତୁ କିଏ? ଏ ବଂଶୀ କୌଣସି ସାଧାରଣ ପିଲା ବଜେଇ ପାରିବନି। ସତ କହ ତୁ କିଏ? ତା ପ୍ରଶ୍ନର କୌଣସି ଉତ୍ତର ନ ଦେଇ ଗୋବିନ୍ଦ କହିଲା, ତମକୁ ଚନ୍ଦନ କରିବାକୁ ଭଲ ଲାଗେ? ତମ କହ୍ନେଇକୁ ଚନ୍ଦନ ପିନ୍ଧେଇ ଦେବାକୁ ତମକୁ ଭଲ ଲାଗେ? ମୋତେ ଟିକେ ପିନ୍ଧେଇ ଦିଅ ନା। ସନାତନ କହିଲା, ତୁ ଚନ୍ଦନ ପିନ୍ଧିବୁ? ରହ, ମୁଁ ନିଜ ହାତରେ ଘୋରି ତୋ ମଥାରେ ପିନ୍ଧେଇ ଦେବି। ସନାତନ ଚନ୍ଦନ ଘୋରିଲା। ଭଜନ ଗାଇ ଗାଇ ଗୋବିନ୍ଦ ମୁଣ୍ଡରେ ଚନ୍ଦନ ପିନ୍ଧେଇ ଦେଲା। ଶେଷରେ ଗୋବିନ୍ଦ କହିଲା, ମୁଁ ଆସୁଛି। ହଉ, ହଁ, କାଲିଠୁ ଆଉ ଆସିପାରିବିନି। ମୋତେ ଅନ୍ୟଥା ଯିବାକୁ ପଡ଼ିବ। ଆଉ ଜଣେ ମୋତେ ଖୋଜୁଛି, ତା ପାଖକୁ ଯିବାକୁ ପଡ଼ିବ। ଏଇ ନିଅ, ଏଇଟା ରଖ। ଗୋଟେ ପୁଡ଼ିଆଟିଏ ସନାତନ ହାତରେ ଧରେଇ ଦେଇ ଚାଲିଗଲା। ସନାତନ ବିକଳ ହେଇ ଚିଲେଇଲା, ଏଇ ଗୋବିନ୍ଦ, ଏଇ କୁଆଡ଼େ ଯାଉଛୁ? ଆରେ ମୋତେ ଛାଡ଼ି ଯାଆନା ରେ, ତୋ ବିନା ବଞ୍ଚିପାରିବିନି ରେ, ତୋ ସହିତ ବହୁତ କଥା ଅଛି, ଏଇ ତୁ ଯାଆନା। ଗୋବିନ୍ଦ ଶୁଣିଲାନି, ଚାଲିଗଲା। ତଳେ ଗଡ଼ିକି କାନ୍ଦୁଥାଏ ସନାତନ। ନା, ତୁ କି ମୋହ ଲଗେଇ ଦେଇ ଚାଲିଗଲୁ। ଯାହା କଲୁ ଭଲ କଲୁନି। ଏ କ'ଣ କଲୁ ରେ ଗୋବିନ୍ଦ, ଫେରିଆ। ପୁଡ଼ିଆକୁ ଖୋଲିକି ଦେଖେ। ପୁଡ଼ିଆ ଭିତରେ ଗୋଟେ ସରାରେ ଲବଣୀ ଅଛି, ତୁଳସୀ ଅଛି, ଚନ୍ଦନ କର୍ପୂରର ବାସ୍ନା ଆସୁଛି। ତା ଭିତରେ ଗୋଟେ ମୟୂର ପୁଚ୍ଛ ବି ଅଛି। ସବୁ ଜାଣିଗଲା ସନାତନ। ଏ ଗୋବିନ୍ଦ କୌଣସି ସାଧାରଣ ପିଲା ନୁହେଁ। ତା କହ୍ନେଇ ତା ପାଖକୁ ଆସିଥିଲେ। ଭୋ ଭୋ ହେଇ କାନ୍ଦିଲା। ମନ୍ଦିରର ପୂଜାରୀ ତା ପାଖକୁ ଆସି ପଚାରିଲେ, ଆରେ ସନାତନ କ'ଣ ହେଲା? ନା, ମୋ ଗୋବିନ୍ଦ ଆସିଥିଲା, ମୁଁ ତାକୁ ଚିହ୍ନି ପାରିଲିନି, ସେ ମୋ କହ୍ନେଇ ବୋଲି। ମୋତେ ଖୋଇଦେଲା, ମୁଁ ତାକୁ ଚନ୍ଦନ ପିନ୍ଧେଇ ଦେଲି, ବଂଶୀ ବଜେଇଲା, କେତେ କଥା ହେଲା। ଚାଲିଗଲା, କହିଲା ମୁଁ ଆସିପାରିବିନି। ତାକୁ କାଳେ ଅନ୍ୟଥା ଯିବାକୁ ପଡ଼ିବ। ଏଇ ଦେଖ, ମୋତେ କ'ଣ ଦେଇଯାଇଛି। ଲବଣୀ, ତୁଳସୀ, ମୟୂର ପୁଚ୍ଛ, ଚନ୍ଦନ କର୍ପୂରର ବାସ୍ନା। ଆଉ କ'ଣ ତାକୁ ମୁଁ ଖୋଜି ପାଇବି? ଆଉ କ'ଣ ତାକୁ ମୁଁ କୁଣ୍ଢେଇ କାନ୍ଦି ପାରିବି? ଆଉ କ'ଣ କୁଣ୍ଢେଇ ତାକୁ ଧରି ଗେଲ କରିପାରିବି? ଆଉ କ'ଣ ତାର ବଂଶୀ ଶୁଣିପାରିବି? ଆଉ କ'ଣ ତାକୁ ହାତରେ ଖୋଇପାରିବି? ଆଉ କ'ଣ ସେ ଦିନ ଆସିବ? ସେଇ ଦିନଠୁ ଭୋ ବୋହି କାନ୍ଦୁଛି ଏଇ ସନାତନ। ତା କୃଷ୍ଣକୁ ନ ପାଇଲା ଯାଏ ସେ ଏମିତି ପାଗଳ ପ୍ରାୟ ହେଉଥିବ। ଏଇଠି ବସିକି ସବୁଦିନ ହାତ ଠାରି ଡାକୁଛି, ଆ କହ୍ନେଇ ମୋ ପାଖକୁ ଆ, ମୋ ପାଖରେ ଟିକେ ବସ୍, ମୋତେ ଟିକେ କୁଣ୍ଢେଇ ଧର, ମୁଁ ତତେ ଟିକେ କୁଣ୍ଢେଇ ଧରିବି, ତୋ କୋଳରେ ଟିକେ ମୁଣ୍ଡ ରଖି ଶୋଇବି। ଆ, କୁଆଡ଼େ ଚାଲିଗଲୁ ରେ? ଆକୁ ହିଁ କହନ୍ତି ପ୍ରେମ। ଭଗବାନଙ୍କ ପ୍ରେମରେ ପାଗଳ ସନାତନ, କୌଣସି ମଣିଷ ପ୍ରେମର ନୁହେଁ। ଆଉ କହ୍ନେଇ ପ୍ରେମରେ ପାଗଳ ହେଇକି ତା ପ୍ରେମରେ ହଜିଯିବା, ମଜିଯିବାର ମଜା କିଛି ଅଲଗା, ଯେଉଁ ମଜା ହିଁ ସନାତନ ପାଇଛି। ଲୋକଙ୍କ ଦୃଷ୍ଟିରେ ସେ ପାଗଳ ହେଇପାରେ, କିନ୍ତୁ ସେ ପାଗଳ ନୁହେଁ। ଆକୁ ହିଁ କହନ୍ତି ଭଗବତ ପ୍ରେମୀ। ଝିଅଟି କହିଲା, ସତ କଥା ପୂଜାରୀ ଆଜ୍ଞା, ମୋ ଆଖି ଆପଣ ଖୋଲିଦେଲେ। ପ୍ରକୃତ ପ୍ରେମ ହେଉଛି ଭଗବତ ପ୍ରେମ। ଆଜିଠୁ ମୁଁ ସେଇ କୃଷ୍ଣଙ୍କର ଚରଣରେ ଶରଣ ନେଲି ଆଜ୍ଞା। ଆଉ ଏ ଭୁଲ ନିଷ୍ପତ୍ତି ନେବିନି। ଏ ଗପଟି ଶୁଣି ସାରିଲା ପରେ ନିଜର ମତାମତ ନିଶ୍ଚୟ ଦେବେ। ଜୟ ଶ୍ରୀକୃଷ୍ଣ, ଜୟ ଜଗନ୍ନାଥ, ଜୟ ମା ତାରିଣୀ।